ବର୍ତ୍ତମାନ ଆମେ ତେଲେଙ୍ଗା ପୀଠ ଯୋଉଠି ମାନେ ପୂଜ୍ୟ ଐତିହାସିକ ଜାଗା ଯୋଉ ପୀଠରେ 1934 ମସିହାରେ ଗାନ୍ଧୀ ଏଠି ଏକ ରାତ୍ର ବିତାଇଥିଲେ ଏବଂ ଦିନ ଏକ ମିଟିଂ ସାରି ଏଠୁ ଯାତ୍ରା ଆରମ୍ଭ କରିଥିଲେ, ଯୋଉଟା କି ଏ ଅଞ୍ଚଳର ଇଏ ଏକ ପବିତ୍ର ସ୍ଥାନ। ଏହାକୁ ଏଠି ଅଞ୍ଚଳବାସୀ 3 ଦିନ ଧରି ଏକ ପଲ୍ଲୀ ମେଳା କରନ୍ତି ଏବଂ ଏଠି ଯୋଉ ଗାନ୍ଧୀ ପ୍ରେମୀ ଅଛନ୍ତି ତାଙ୍କ ସଂସ୍କାରରେ ଏଠି ତାଙ୍କ ପ୍ରେରିତରେ ଯୋଉମାନେ ଏଠି କାର୍ଯ୍ୟ କରନ୍ତି ସେ ଭାଇମାନେ ଏଠି ମୋର ଉପସ୍ଥିତ ଅଛନ୍ତି। ତାଙ୍କୁଠୁ ବୁଝିବା ଏଠି ଏ ଅଞ୍ଚଳରେ ସେଇ ପୂଜ୍ୟ ବାପୁଜୀଙ୍କର ଯେଉଁଭଳି ଭାବରେ ତାଙ୍କର ଯୋଉ ନୀତି ଗୀତି ଥିଲା ତା ଉପରେ କିଭଳି ଭାବରେ ପ୍ରେରିତ ରହୁଛନ୍ତି। ଆଜ୍ଞା, ଆପଣଙ୍କୁ ପ୍ରଥମେ ଅର୍ଗସ ମିଳିବାକୁ ସ୍ୱାଗତମ। ଆପଣ ଏ ଅଞ୍ଚଳର ଆଜି ଏଠି ଯୋଉ ପୂଜ୍ୟ ବାପୁଜୀ ଏଠି ମହାନ ଐତିହାସିକ ପୀଠ ଏଠି 1934 ମସିହାରେ ଆସିଥିଲେ, ଏ ବିଷୟରେ ଆପଣ ଏଠି ଯୋଉ ମେଳା ଚଲେଇଛି ସେ ବିଷୟରେ ଦେଖନ୍ତୁ, ଆମର ପ୍ରତିବର୍ଷ ମେ ମାସ 15 ତାରିଖ 1934 ମସିହାରେ ମହାତ୍ମା ଗାନ୍ଧୀ କଟକରୁ ଭୁବନେଶ୍ୱର ଯିବା ବାଟରେ ଏଇଠାରେ ଗାନ୍ଧୀ ସ୍ମୃତି ପୀଠରେ ଗୋଟିଏ ରାତି ଯାପନ କରିଥିଲେ ଏବଂ ପରବର୍ତ୍ତୀ ଦିନ ସେଠାରୁ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ଆମର ବହୁ ଦିନ ଧରି ଏହି ଜାଗାରେ ଗାନ୍ଧୀ ସ୍ମୃତି ପଲ୍ଲୀଶ୍ରୀ ମେଳା ଜାନୁଆରୀ ମାସ 30 ତାରିଖରୁ ଆରମ୍ଭ ହୋଇ 31 ତାରିଖ ଏବଂ 1 ତାରିଖରେ ଉଦ୍ଯାପନ ହୁଏ। ଏଠାରେ ସରକାରୀ ସ୍ତରର ଏହି କାର୍ଯ୍ୟକ୍ରମ ଏଠାରେ ଆମର ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ ସମସ୍ତ ଲୋକାଲ ଲୋକଙ୍କର ସହଯୋଗରେ ଏହି ମେଳା ହୁଏ ଏବଂ ସରକାର ସ୍ତରରେ ଯେହେତୁ ଏହି ମେଳାଟି ଆୟୋଜନ କରାଯାଏ, ସରକାର ପ୍ରଶାସନିକ ସ୍ତରରୁ ସମସ୍ତ ପ୍ରକାର ଏଠାରେ ସହଯୋଗ ମଧ୍ୟ ଦିଆଯାଏ। ଯେ ଅଞ୍ଚଳର ପାଖାପାଖି ସମସ୍ତ ବୁଦ୍ଧିଜୀବୀ ଏବଂ ଯୁବବନ୍ଧୁ ମାନେ ଏଠାରେ ସହଯୋଗ କରି ଏହି କାର୍ଯ୍ୟକ୍ରମକୁ 3 ଦିନ ଧରି ଯୋଉ କାର୍ଯ୍ୟକ୍ରମ କରାଯାଏ, ଏଠାରେ ଅନେକ ଷ୍ଟଲ ପଡେ। ଆମର ବିଭିନ୍ନ ସ୍ୱେଚ୍ଛାସେବୀ ଠାରୁ ଆରମ୍ଭ କରି ବିଭିନ୍ନ ଗଭର୍ଣ୍ଣମେଣ୍ଟର ବିଭିନ୍ନ ଷ୍ଟଲ ପଡେ, ବୃକ୍ଷ ଠାରୁ ଆରମ୍ଭ କରି ବିଭିନ୍ନ ଷ୍ଟଲ ପଡେ ଏବଂ କିଛି ଖାଦ୍ୟ ଷ୍ଟଲ ମଧ୍ୟ ପଡେ। ଏ ଅଞ୍ଚଳର କିଛି ଛୋଟ ଛୋଟ ବ୍ୟବସାୟୀ ଯୋଉମାନେ ଆମର ଅଛନ୍ତି ସେମାନେ ଏଠି କିଛି ଦିନ ତାଙ୍କର ବ୍ୟବସାୟ ମଧ୍ୟ କରନ୍ତି। ଅନେକ ଯୁବବନ୍ଧୁ ଏଠି ଜଡ଼ିତ ହୁଅନ୍ତି ଏବଂ ବହୁତ ଲୋକଙ୍କୁ ଏଠି ସମ୍ବର୍ଦ୍ଧନା ଦିଆଯାଏ। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୁଏ। ଆମର ଏଠାରେ ଯେ ବିଧାୟକ ବର୍ତ୍ତମାନ ଅଛନ୍ତି ଆମର କଟକ ସଦରର ପ୍ରକାଶ ଚନ୍ଦ୍ର ସେଠୀ, ସେ ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଠି କାର୍ଯ୍ୟକ୍ରମ ହେଇଛି ଏବଂ ଆମର ଲୋକାଲ କର୍ପୋରେଟର ମଧ୍ୟ ଅଛନ୍ତି ମମତା ମହାନ୍ତି, ସେ ମଧ୍ୟ ସହଯୋଗ କରିଛନ୍ତି। ଏଠି ଆମର ବହୁତ କାର୍ଯ୍ୟକର୍ତ୍ତା ଅଛନ୍ତି, ଭାଇମାନେ ଅଛନ୍ତି, ସମସ୍ତଙ୍କର ପ୍ରତ୍ୟେକ ତତ୍ତ୍ୱାବଧାନରେ ଏ କାର୍ଯ୍ୟକ୍ରମ ହେଇଛି ଏବଂ ଆମେ ଅଶେଷ ଧନ୍ୟବାଦ ମଧ୍ୟ ଦଉଛୁ। ସଫଳ ହେଇଛି ଏ ଯୋଉ କାର୍ଯ୍ୟକ୍ରମ ଆଜି ଆମ ଅଞ୍ଚଳରେ, ଏଇଟା ନିଶ୍ଚିତ ଆଗକୁ ମଧ୍ୟ ଜାରି ରହିବ ଏବଂ ସମସ୍ତଙ୍କର ସହଯୋଗ ମଧ୍ୟ ରହିବ। ଅନେକ ଭାଇମାନେ ମଧ୍ୟ ଏଠି ଅଛନ୍ତି, ଆମର ଏଠି ପ୍ରମୋଦ ବାବୁ ଅଛନ୍ତି, ଆମର ପ୍ରସନ୍ନ, ଆମର ମିଞ୍ଜା ସାନ ଭାଇ ଅଛନ୍ତି, ସମସ୍ତେ ଅଛନ୍ତି। ଏମାନେ 3 ଦିନ ଧରି ତା ପୂର୍ବରୁ ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ସହଯୋଗ ଜାରି ରଖିଥିଲେ ଏବଂ 3 ଦିନ ଧରି ରାତି ଅନିଦ୍ରା ହେଇ ସମସ୍ତ ପ୍ରକାର ସହଯୋଗ କରି ଏ କାର୍ଯ୍ୟକ୍ରମଟାକୁ ଆଜି ଆଣି ଏଠାରେ ପହଞ୍ଚିଛନ୍ତି। ଆଜି ଉଦ୍ଯାପନ ହେଇଛି, ତେଣୁ ଆମେ ନିଶ୍ଚିତ ଖୁସି ଏ କାର୍ଯ୍ୟକ୍ରମ ଆର ବର୍ଷକୁ ପୁଣି ହଉ ଏବଂ ଆମର ସାମ୍ବାଦିକ ବନ୍ଧୁମାନେ ମଧ୍ୟ ଏଠି ଥିଲେ, ସେମାନେ ମଧ୍ୟ ଏ କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର କରିବା ପାଇଁ ମଧ୍ୟ ବହୁତ ସହଯୋଗ କରିଛନ୍ତି। ସେଥିପାଇଁ ତାଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦଉଛି। ଆପଣ ଦେଖୁଥିଲେ ଏଠି ବାପୁଜୀଙ୍କର କିଭଳି ଭାବରେ ଏଠି ତାଙ୍କର ଯୋଉ ପାଦ ସ୍ପର୍ଶ କରିଥିଲେ ଏବଂ ଯୋଉ 1934 ମସିହାରେ ଏଇ ବଟବୃକ୍ଷ ଅଛି, ଏଇ ବଟବୃକ୍ଷ ମୂଳେ ସେ ବିଶ୍ରାମ ନେଇଥିଲେ ଏବଂ ତା ଆର ଦିନ ପୁଣି ଯାତ୍ରାରେ ଯାଇଥିଲେ। ଏବଂ ଆଉ ଜଣେ ଆମର ଗାନ୍ଧୀ ପ୍ରେମୀ ବି ଏଠି ଅଛନ୍ତି, ତାଙ୍କୁଠୁ ବୁଝିବା ଏ ଅଞ୍ଚଳର କିପରି ଭାବରେ ତାଙ୍କର ସ୍ମୃତିକି ମନେ ପକେଇ ତାଙ୍କ ଶହୀଦ ଦିବସ ପାଳନ କରାଯାଉଛି। ଆଜ୍ଞା, ଆପଣଙ୍କୁ ସ୍ୱାଗତ। ଆପଣ କଣ କହିବେ ଗାନ୍ଧୀଙ୍କ ବିଷୟରେ? ମହାତ୍ମା ଗାନ୍ଧୀର ପିତା, ସେ ତ ସତ୍ୟାଗ୍ରହ ହେଇଥିଲା। ସତ୍ୟାଗ୍ରହ ସମୟରେ ପ୍ରଚାର କରିବା ପାଇଁ, ପ୍ରଚାର ପ୍ରସାର ପାଇଁ ଲୋକଙ୍କ ମଧ୍ୟରେ ସଚେତନତାକୁ ବାର୍ତ୍ତା ବହନ କରି ଯେତେବେଳେ ଓଡ଼ିଶା ଗସ୍ତ ସେ କରିଥିଲେ, ଓଡ଼ିଶା ଗସ୍ତ ସମୟରେ ଆମର କଟକ ତେଲେଙ୍ଗାପେଣ୍ଠ ଠାରେ ଏହି ଜାଗାରେ ଏଇ ଯୋଉ ବଟବୃକ୍ଷ ଅଛି ଆପଣମାନେ ଦେଖୁଛନ୍ତି, ଆହାରି ତଳେ ଗୋଟେ ରାତ୍ରି ଯାପନ କରିଥିଲେ। ଏ ଜାଗାରେ ଗୋଟା ପଡ଼ିଆ ଟାଇପର ଗୋଟା ଥିଲା, ଲୋକମାନେ ଆକୁ ଦଶହରା ପଡ଼ିଆ କୁହନ୍ତି। ସେତେବେଳେ ଯୋଉମାନେ ଅଛନ୍ତି ପୁରୁଣା ଲୋକ କୁହନ୍ତି ଏଇଟା ଦଶହରା ପଡ଼ିଆ, ମାନେ ଏଇଠି ମେଲଣ ଫେଲଣ ଆଗରୁ ଏଇଟା ଛୋଟ ଜାଗା ଥିଲା, ସଫାସୁତୁରା ଥିଲା, ତେଣୁକରି ଏ ଜାଗାରେ ରାତ୍ରି ଯାପନ କରିଥିଲେ। ତା ପରଦିନ ସେ ସକାଳୁ ଯାଇ ଆମର ଯୋଉ ବର୍ତ୍ତମାନ ଦେବୀଗଡ଼ା ଅଛି, ଯୋଉଠି ଆପଣ ଦେଖୁଛନ୍ତି ପୁରୀ ଘାଟ ପାଖରେ, ସେଠି ଅଭା ଦିନରେ ଉଦ୍বোଧନ କରିବା ପାଇଁ ସେ ଏଇଠି ବିଶ୍ରାମ ନେଇ ଯାଇଥିଲେ। ତେଣୁ ସେ ସ୍ମୃତିକୁ ଆମେ ମନେ ପକେଇବା ପାଇଁ ଆଜି ସ୍ୱାଧୀନତା ପରେ ଭାରତବର୍ଷରେ ଯେଉଁମାନେ ଆମର ପୁରୁଖା ନେତୃମଣ୍ଡଳୀ ଥିଲେ ଏ ଅଞ୍ଚଳର, ସେମାନେ ଏହାକୁ ସ୍ମାରକୀ ଭାବରେ
ପାଳନ କରିବା ପାଇଁ ଗାନ୍ଧୀ ସ୍ମୃତି ସଂସଦ ନାମରେ ଏକ ସଂସଦ ଗଠନ କରିଥିଲେ। এই ଗାନ୍ଧୀ ସ୍ମୃତି ସଂସଦ ଏହା ହେଉଛି ଏକ ସରକାରୀ ଅନୁଷ୍ଠାନ ଭାବରେ ରହିବା ପାଇଁ ଏଥିରେ ମାନ୍ୟବର କଟକ ଜିଲ୍ଲାପାଳ ସଭାପତି ଅଛନ୍ତି ଏବଂ ମାନ୍ୟବର ବିଡିଓ କଟକ ସଦର ସମ୍ପାଦକ ଥିଲେ। କିନ୍ତୁ କାଳକ୍ରମେ ଯେତେବେଳେ ଏହା 98 ମସିହାରୁ ଆମର ସିଏମସି ଅଣ୍ଡରକୁ ଚାଲିଗଲା କଟକ ମହାନଗର ନିଗମ ଅଣ୍ଡରକୁ, ସେତେବେଳେ ଏହାର ସମ୍ପାଦକ କମିଶନର ସିଏମସି ହେଲେ। କିନ୍ତୁ ଲୋକମାନେ ଆମେ ଯେଉଁ ଏଇ ଅଞ୍ଚଳର ଯେଉଁ 58 59 ୱାର୍ଡର ଆଉ ଆମର ଉରାଳି ପଞ୍ଚାୟତର ଯେଉଁ ଭାଇମାନେ ଅଛନ୍ତି ଏମାନଙ୍କର ବଳିଷ୍ଠ ଉଦ୍ୟମ ଏଠି ରହେ। ସେମାନଙ୍କର ଉଦ୍ୟମରେ ହିଁ ଆମେ ଏଠି ସବୁ କାର୍ଯ୍ୟକ୍ରମ ଯେଉଁ ଗାନ୍ଧୀ ସ୍ମୃତି ପୀଠର ପ୍ରତି ବର୍ଷ 2 ଥର କରାଯାଏ। ଗୋଟା ହେଲା ଶହୀଦ ଦିବସ ଜାନୁଆରୀ 30 ଆଉ ଗୋଟା ହେଲା ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀରେ 2 ଥର କାର୍ଯ୍ୟକ୍ରମ ହୁଏ। ବିଗତ ଦିନରେ ଆମର ମୁଖ୍ୟମନ୍ତ୍ରୀ ମୋହନ ବାବୁ ମଧ୍ୟ ଏଠିକି ଆସିଥିଲେ। ଅକ୍ଟୋବର 2ରେ ଗୋଟେ ବିରାଟ ବଡ଼ ପ୍ରୋଗ୍ରାମ ହେଇଥିଲା। ଆଉ ଆଜି ଆମର କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମହୋଦୟ ଏଠି ତାଙ୍କ ଉଦ୍ୟମରେ ପିଲାମାନଙ୍କୁ ନେଇ ଆଜି ଏ ଅନୁଷ୍ଠାନଟି 3 ଦିନ ଧରି ସୁରୁଖୁରୁରେ ପାଳନ କରାଗଲା। ବହୁତ ଗୁଡ଼ିଏ ଷ୍ଟଲ୍ ମଧ୍ୟ ପଡ଼ିଥିଲା, ସରକାରଙ୍କ ଷ୍ଟଲ୍ ଏବଂ ଉର୍ମାସ ଡିଆଇଟି ଏବଂ ତା ସହିତ ଖାଦ୍ୟ ଫୁଡ୍ ଷ୍ଟଲ୍ ମଧ୍ୟ ଥିଲା। ଆଉ ତା ସହିତ ସବୁଦିନ ପୂଜା ମାନଙ୍କୁ ଆମେ ସମ୍ବର୍ଦ୍ଧନା ଦେଇଥିଲୁ ଏବଂ ତତ୍ସହିତ ଏ ଅଞ୍ଚଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ମଧ୍ୟ ଚାଲିଥିଲା। କିନ୍ତୁ ବଡ଼ ଦୁଃଖର କଥା ଆପଣଙ୍କର ଏଇ ସମ୍ବାଦ ଜରିଆରେ ଜଣେଇବାକୁ ଚାହୁଁଛି ଯେ ଏଇ ଅନୁଷ୍ଠାନରେ ବହୁ ଦିନର ଅନୁଷ୍ଠାନ 1980 ମସିହାରୁ ତା ପୂର୍ବରୁ ମଧ୍ୟ ଏ ଅନୁଷ୍ଠାନ ହେଉଛି। ମଝିରେ କିଛି ଦିନ ବିଜେଡି ସରକାର ସମୟରେ ବନ୍ଦ ରହିଲା। କିନ୍ତୁ ବିଜୁ ଜନତା ଦଳର ସରକାର ବିଗତ 24 ବର୍ଷ ଧରି ଶାସନ କଲେ ମଧ୍ୟ ଏ ଅନୁଷ୍ଠାନର ଗୋଟେ କାଗଜପତ୍ର ମାନ୍ୟବର କଲେକ୍ଟର କିମ୍ବା କଟକ ମହାନଗର ନିଗମ ଏପର୍ଯ୍ୟନ୍ତ ଆର ଗୋଟେ ଫାଇଲ ଖୋଲି ପାଇଲେନି। ଆର କିଛି ଫାଇଲ ହିଁ ନାହିଁ। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।